ଆପଣମାନେ ଜାଣିଛନ୍ତି ଆଗକୁ ଆସିବାକୁ ଯାଉଛି ଅନୁଭବ ମହାନ୍ତିଙ୍କର ବହୁ ପ୍ରତୀକ୍ଷିତ ସିନେମା ରାବଣ। ନିକଟରେ ଏହି ସିନେମାର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ସିନେମାରେ ଏକ ହିନ୍ଦୀ କଳାକାରଙ୍କୁ ଦେଖିବାକୁ ମିଳିବ, ଯିଏକି ବଡ଼ ବଡ଼ ସୁପରଷ୍ଟାର ସଲମାନ ଖାନ, ଅମିର ଖାନଙ୍କ ଭଳି ଅଭିନେତାମାନଙ୍କ ସହିତ ଅଭିନୟ କରିସାରିଛନ୍ତି। ତେବେ ଚାଲନ୍ତୁ ଆଜି କଥା ହେବା ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ବହୁ ପ୍ରତୀକ୍ଷିତ ସିନେମା ରାବଣରେ ଅଭିନୟ କରୁଥିବା ହିନ୍ଦୀ କଳାକାରଙ୍କ ବିଷୟରେ। ହ୍ୟାଲୋ, ହାଏ, ନମସ୍କାର। ଓଡ଼ିଶାର ସବୁ ସିନେପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଆମ ଓଡ଼ିଆ ସିନେମା ଚ୍ୟାନେଲକୁ ସ୍ୱାଗତ କରୁଛି। ଅନୁଭବ ମହାନ୍ତିଙ୍କର ବହୁ ପ୍ରତୀକ୍ଷିତ ସିନେମା ରାବଣର ସୁଟିଂ ଆରମ୍ଭ ହୋଇସାରିଛି। ଏହି ସିନେମାର ରିଲିଜ୍ ଡେଟ୍ ଘୋଷଣା ହୋଇନଥିଲେ ମଧ୍ୟ ସମ୍ଭବତଃ ଏହି ସିନେମାଟି ଦଶହରା 2026ରେ ରିଲିଜ୍ ହେବାର ସମ୍ଭାବନା ରହିଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ସିନେମାରେ ଏକ ହିନ୍ଦୀ କଳାକାରଙ୍କୁ ଦେଖିବାକୁ ମିଳିବ, ଯିଏକି ସଲମାନ ଖାନ, ଅମିର ଖାନଙ୍କ ଭଳି ବଡ଼ ବଡ଼ ସୁପରଷ୍ଟାରମାନଙ୍କର ସିନେମାରେ ଅଭିନୟ କରିସାରିଛନ୍ତି। ଏହି କଳାକାରଙ୍କର ନାଁ ହେଉଛି ଗୁଲଶନ ପାଣ୍ଡେ। ୱାଣ୍ଟେଡ୍, ପିକେ, ଧୁମ୍ 3, କମାଣ୍ଡୋ 2, ଦ ଡାଡି ପିକ୍ଚର ଭଳି ଅନେକ ସୁପରହିଟ୍ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ଗୁଲଶନ ପାଣ୍ଡେ। ଏହାଛଡ଼ା କ୍ରାଇମ୍ ପେଟ୍ରୋଲ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି ଗୁଲଶନ ପାଣ୍ଡେ। ତେବେ ଓଡ଼ିଆ ସିନେମା ରାବଣରେ ହିନ୍ଦୀ କଳାକାର ଗୁଲଶନ ପାଣ୍ଡେଙ୍କୁ ଦେଖିବା ପାଇଁ ଆପଣ କେତେ ଏକ୍ସାଇଟେଡ୍ ଅଛନ୍ତି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଏବଂ ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।